ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ସ୍ପାଡେକ୍ସ ଅଭିଯାନ ନେଇ ଶ୍ରୀହରିକୋଟାରୁ ଆଜି ରାତିରେ 2ଟି ଉପଗ୍ରହ ଉତ୍କ୍ଷେପଣ କରିବ ଇସ୍ରୋ। 3 ଦିନିଆ କାତାର ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରଲୋକ। ଜର୍ଜିଆର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ମିଖେଲ କାଭେଲସୁଇଲ୍ ଏବଂ ମେଲବୋର୍ଣ୍ଣ ଟେଷ୍ଟରେ ଭାରତର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି। ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ସଂଗ୍ରହ କରିଛି 234 ରନ୍। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ଆଜି ରାତିରେ ଶ୍ରୀହରିକୋଟାରୁ 2ଟି ଉପଗ୍ରହ ଉତ୍କ୍ଷେପଣ କରିବ। ମହାକାଶ ଯାନକୁ କକ୍ଷପଥରେ ଡକିଂ ଏବଂ ଅନ୍ଡକିଂ ବ୍ୟବସ୍ଥା ଦିଗରେ ଏଭଳି ପଦକ୍ଷେପ ନିଆଯାଉଛି। ଏଥିରେ ସଫଳତା ହାସଲ କଲେ ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ୍ରର ମାନ୍ୟତା ପାଇବ। ପିଏସ୍ଏଲ୍ଭି ଲଞ୍ଚପ୍ୟାଡ୍ରୁ SDX-01 ଏବଂ SDX-02 ଉପଗ୍ରହ ଦୁଇଟିକୁ ଉତ୍କ୍ଷେପଣ କରାଯାଇ ମହାକାଶରେ 476 କିଲୋମିଟର ଗୋଲାକାର କକ୍ଷପଥରେ ସ୍ଥାପନ କରାଯିବ। ଜାନୁଆରୀ ମାସ ପ୍ରଥମ ସପ୍ତାହରେ ଏହି ଦୁଇଟି ଉପଗ୍ରହ ମାଧ୍ୟମରେ ଡକିଂ ବା ସ୍ପାଡେକ୍ସ ପରୀକ୍ଷା କରାଯିବ। ଭବିଷ୍ୟତରେ ଏହି ମିଶନ ଚନ୍ଦ୍ରପୃଷ୍ଠରେ ପଥର ଏବଂ ମାଟି ଆଣିବା, ପ୍ରସ୍ତାବିତ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ଏବଂ ଚନ୍ଦ୍ରପୃଷ୍ଠରେ ମହାକାଶଚାରୀଙ୍କୁ ଅବତରଣ କରିବା ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ। ଆମେରିକା, ରୁଷ ଏବଂ ଚୀନ ଏହି ଡକିଂ ଟେକ୍ନୋଲୋଜିରେ ପାରଦର୍ଶିତା ହାସଲ କରିସାରିଛନ୍ତି। ଇସ୍ରୋ ପକ୍ଷରୁ କୁହାଯାଇଛି, ଏହି ପେଲୋଡ୍ ଉଚ୍ଚ ରିଜଲ୍ୟୁସନ୍ ଫଟୋ, ପ୍ରାକୃତିକ ସମ୍ବଳ ନିରୀକ୍ଷଣ, ଉଦ୍ଭିଦ ଅଧ୍ୟୟନ ଏବଂ କକ୍ଷପଥରେ ବିକିରଣ ପରିବେଶ ମାପ ନେଇ ତଥ୍ୟ ପ୍ରଦାନ କରିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ 3 ଦିନିଆ କାତାର ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ଅବସରରେ ସେ କାତାର ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲ ରହମାନ ବିନ୍ ୟାସିନ୍ ଅଲ୍ ଥାନିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୁଇ ନେତାଙ୍କ ମଧ୍ୟରେ ରାଜନୈତିକ, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ନିରାପତ୍ତା, ସାଂସ୍କୃତିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା ହେବ। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟ ଗସ୍ତରେ ଯିବେ। ଏହି ଦିନିକିଆ ଗସ୍ତ ଅବସରରେ ଶ୍ରୀ ଶାହା ଅସୁରାସ୍ଥିତ ଶ୍ରୀ ଧର୍ମପୁର ତୀର୍ଥରେ ଥିବା ଶ୍ରୀମତ୍ ରାଜଚନ୍ଦ୍ର ଆଶ୍ରମର ବାର୍ଷିକ ଉତ୍ସବରେ ଯୋଗଦେବେ। ରାଜସଭା ଗୃହଠାରେ ମହାମସ୍ତକାଭିଷେକ ସମାରୋହରେ ସ୍ୱରାଷ୍ଟ୍ରମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ପ୍ରସ୍ତୁତି ନେଇ ଆଜି ବ୍ୟବସାୟୀ ଏବଂ ଶିଳ୍ପପତିଙ୍କ ସହ ଆଲୋଚନା କରିବେ। ସାମଗ୍ରୀ ବ୍ୟବହାର ବୃଦ୍ଧି ଏବଂ ଜିଡିପି ଅଭିବୃଦ୍ଧି ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। 2024 ମସିହା ଶେଷ ହେବାକୁ ଯାଉଛି। ଆକାଶବାଣୀ ସମାଚାର ବିଭାଗ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ପ୍ରମୁଖ କାର୍ଯ୍ୟାଳୟ ଉପରେ ଝଲକ ପ୍ରସ୍ତୁତ କରିଛି। ଆଜି ଆସନ୍ତୁ ଶୁଣିବା ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରମୁଖ ପଦକ୍ଷେପ ଏବଂ ଉପଲବ୍ଧି ସମ୍ପର୍କରେ। ଭାରତକୁ ଏକ ଶକ୍ତିଶାଳୀ, ସୁରକ୍ଷିତ, ଆତ୍ମନିର୍ଭରଶୀଳ ଏବଂ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା ଦିଗରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଚଳିତ ବର୍ଷ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟସ୍ଥ କେତେକ ଅଞ୍ଚଳରେ ଭୂଭାଗର ପୂର୍ବସ୍ଥିତି ଫେରାଇ ଆଣିବା ପାଇଁ ଭାରତ ଏବଂ ଚୀନ ସହମତି ପ୍ରଦାନ କରିଛନ୍ତି। ଉଭୟ ଦେଶ ମଧ୍ୟରେ କୂଟନୈତିକ ଏବଂ ସାମରିକ ସ୍ତରରେ ଆଲୋଚନା ହୋଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତିରକ୍ଷା ଉତ୍ପାଦନ 1,26,887 କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ପୂର୍ବବର୍ଷଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ। ଗତ ଆର୍ଥିକ ବର୍ଷରେ ପ୍ରତିରକ୍ଷା ରପ୍ତାନୀ ରେକର୍ଡ ପରିମାଣ 21,083 କୋଟି ଟଙ୍କା ଛୁଇଁଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ ମିଳିତ ଭାବେ ଗୁଜରାଟର ଭଦୋଦରାଠାରେ C-295 ପରିବହନ ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିଥିଲେ। ପ୍ରତିରକ୍ଷା ଶିଳ୍ପକୁ ପ୍ରୋତ୍ସାହନ ପ୍ରଦାନ ଏବଂ ବିଦେଶୀ କ୍ରୟକୁ ହ୍ରାସ କରିବା ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କର ଗତ ରାତିରେ ପରଲୋକ ହୋଇଛି। ତାଙ୍କୁ 100 ବର୍ଷ ହୋଇଥିଲା। ଅସୁସ୍ଥତା କାରଣରୁ ସେ ଚିକିତ୍ସାଧୀନ ଥିଲେ। ଡେମୋକ୍ରାଟିକ୍ ଦଳର ସଦସ୍ୟ ଭାବେ ଶ୍ରୀ କାର୍ଟର 1977ରୁ 1981 ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ନିର୍ବାହ କରିଥିଲେ। 2002ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜର୍ଜିଆର ରାଷ୍ଟ୍ରପତି ଭାବେ ମିଖେଲ କାଭେଲସୁଇଲ୍ ଗତକାଲି ଶପଥ ଗ୍ରହଣ କରିଛନ୍ତି।
ଦେଶର ସ୍ୱାର୍ଥରକ୍ଷା ଲାଗି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ରାଷ୍ଟ୍ରପତି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ ବିଦାୟୀ ରାଷ୍ଟ୍ରପତି ସାଲୋମ ଜେରାବିଚିଲି ରାଷ୍ଟ୍ରପତି ଭବନ ବାହାରେ କହିଛନ୍ତି ଏବେ ବି ସେ ନିଜକୁ ବୈଧ ରାଷ୍ଟ୍ରପତି ଭାବେ ବିବେଚନା କରୁଛନ୍ତି। କାଭେଲୋସୁଇଲ୍ ସଠିକ୍ ଭାବେ ନିର୍ବାଚିତ ହୋଇନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଏଭଳି ଏକ ଦୁଃଖଦ ସମୟରେ ଦକ୍ଷିଣ କୋରିଆବାସୀଙ୍କ ସହ ଭାରତର ସମବେଦନା ରହିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ସୂଚନାଯୋଗ୍ୟ ଏହି ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 179ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ 175 ଜଣ ଯାତ୍ରୀ ଏବଂ 4 ଜଣ କ୍ରିଉ ସଦସ୍ୟ ରହିଛନ୍ତି। ଅନ୍ୟ 2 ଜଣ କ୍ରିଉ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ଦକ୍ଷିଣ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସାଙ୍ଗ ମକ୍ ଏହି ବିମାନ ଦୁର୍ଘଟଣା ପାଇଁ ଆସନ୍ତା ଜାନୁଆରୀ 4 ତାରିଖ ପର୍ଯ୍ୟନ୍ତ ଜାତୀୟ ଶୋକ ଘୋଷଣା କରିଛନ୍ତି। ଇତିମଧ୍ୟରେ ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍ ବକ୍ସ ଉଦ୍ଧାର କରାଯାଇଛି। ସେଥିରେ ବିମାନର ସମସ୍ତ ତଥ୍ୟ ଏବଂ ଭଏସ୍ ରେକର୍ଡ ରହିଛି। ସୂଚନାଯୋଗ୍ୟ ଦକ୍ଷିଣ କୋରିଆର ଜେଜୁ ବିମାନ ବ୍ୟାଙ୍କକ୍ରୁ 175 ଜଣ ଯାତ୍ରୀ ଏବଂ 6 ଜଣ ବିମାନ କର୍ମଚାରୀଙ୍କୁ ମୁଆନ ଆନ୍ତର୍ଜାତିକ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ମୁଆନ ଆନ୍ତର୍ଜାତିକ ବିମାନ ବନ୍ଦରର ରନ୍ୱେରେ ଅବତରଣ ବେଳେ ବିମାନଟିରେ ନିଆଁ ଲାଗିଯାଇଥିଲା। ମୁଆନ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ସମସ୍ତ ବିମାନ ଚଳାଚଳକୁ ରଦ୍ଦ କରାଯାଇଛି ବୋଲି କୋରିଆ ବିମାନ ବନ୍ଦର ନିଗମ ପକ୍ଷରୁ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ବିପର୍ଯ୍ୟୟ ମୁକାବିଲାର ପ୍ରଭାବୀ ପ୍ରସ୍ତୁତି ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ବିପର୍ଯ୍ୟୟ ପରିଚାଳନା ଆୟୋଗର ପୂର୍ବତନ ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ ସୟେଦ ଅତା ହସନାଇନ୍ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ଶ୍ରୋତାମାନେ ବିପର୍ଯ୍ୟୟ ସମୟରେ କିଭଳି ପ୍ରସ୍ତୁତ ରହିବେ ସେ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଏବଂ 011-233-14444 ନମ୍ବରକୁ ରାତି 9:30 ପରେ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAR ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ମେଲବୋର୍ଣ୍ଣ ଟେଷ୍ଟରେ ଭାରତର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରହିଛି। ଆଜି ପଞ୍ଚମ ଦିନର ଖେଳରେ ଅଷ୍ଟ୍ରେଲିଆ ତାର ଦ୍ୱିତୀୟ ଇନିଂସରେ ଗତକାଲିର ସ୍କୋର 9 ୱିକେଟ୍ରେ 228 ରନ୍ରୁ ଆରମ୍ଭ କରିଥିଲା। ସମସ୍ତ ୱିକେଟ୍ ହରାଇ 234 ରନ୍ ସଂଗ୍ରହ କରିଥିଲା। ଏହି ଟେଷ୍ଟ ଜିତିବାକୁ ହେଲେ ଭାରତକୁ ଦ୍ୱିତୀୟ ଇନିଂସରେ 340 ରନ୍ ସଂଗ୍ରହ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା 5ଟି ୱିକେଟ୍ ଅକ୍ତିଆର କରିଛନ୍ତି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 3 ୱିକେଟ୍ ବିନିମୟରେ 33 ରନ୍ ସଂଗ୍ରହ କରିଥିଲା। ରୋହିତ ଶର୍ମା 9 ରନ୍, କେଏଲ୍ ରାହୁଲ କୌଣସି ରନ୍ ନ କରି ଏବଂ ବିରାଟ କୋହଲି 5 ରନ୍ କରି ଆଉଟ୍ ହୋଇଛନ୍ତି। ଯଶସ୍ୱୀ ଜୟସ୍ୱାଲ 14 ରନ୍ କରି ଅପରାଜିତ ଅଛନ୍ତି। ସୂଚନାଯୋଗ୍ୟ ଚଳିତ ବର୍ଡର ଗାଭାସ୍କର ଟ୍ରଫିର 5ଟିକିଆ ଟେଷ୍ଟ ସିରିଜ୍ର ଖେଳାଯାଇଥିବା 3ଟି ଟେଷ୍ଟ ମ୍ୟାଚ୍ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ଅଛନ୍ତି। ହକି ଇଣ୍ଡିଆ ଲିଗ୍ 2024-25 ପ୍ରତିଯୋଗିତାର ପୁରୁଷ ବର୍ଗରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରାହ ବେଙ୍ଗଲ ଟାଇଗର୍ସ ଏବଂ ସୁରମା ହକି କ୍ଲବ ବିଜୟୀ ହୋଇଛନ୍ତି। ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଅନୁଷ୍ଠିତ 2ଟି ଯାକ ମ୍ୟାଚ୍ ମଧ୍ୟରୁ ପ୍ରଥମ ମ୍ୟାଚ୍ରେ ବେଙ୍ଗଲ ଟାଇଗର୍ସ ହାଇଦ୍ରାବାଦ ତୋଫାନ୍ସକୁ 3-2 ଗୋଲ୍ରେ ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚ୍ରେ ସୁରମା ହକି କ୍ଲବ ସୁଟ୍ଆଉଟ୍ ଜରିଆରେ 4-1 ଗୋଲ୍ରେ ତାମିଲନାଡୁ ଡ୍ରାଗନ୍ସକୁ ପରାସ୍ତ କରିଛନ୍ତି। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିବା ବେଳେ ପେନାଲ୍ଟି ସୁଟ୍ଆଉଟ୍ର ଆବଶ୍ୟକତା ପଡ଼ିଥିଲା। ଆଜି କଳିଙ୍ଗ ଲାନ୍ସର୍ସ ଏବଂ ୟୁପି ରୁଦ୍ରସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। କିଙ୍ଗ୍ କପ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଲକ୍ଷ୍ୟ ସେନ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଫ୍ରାନ୍ସର ପ୍ରତିପକ୍ଷ ଆଲେକ୍ସ ଲାନିଓରଙ୍କୁ 21-17 ଏବଂ 21-11ରେ ପରାସ୍ତ କରି ଲକ୍ଷ୍ୟ ସେନ୍ ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ସେମିଫାଇନାଲ୍ ପର୍ଯ୍ୟାୟରେ ଲକ୍ଷ୍ୟ ସେନ୍ ଚୀନର ପ୍ରତିଯୋଗୀ ହୁ ଜେନ୍ଙ୍କଠାରୁ ପରାସ୍ତ ହୋଇଥିଲେ। ଏହି ପ୍ରତିଯୋଗିତାରେ ଲକ୍ଷ୍ୟ ସେନ୍ ଏକମାତ୍ର ଭାରତୀୟ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସ୍ପାଡେକ୍ସ ଅଭିଯାନ ନେଇ ଶ୍ରୀହରିକୋଟାରୁ ଆଜି ରାତିରେ 2ଟି ଉପଗ୍ରହ ଉତ୍କ୍ଷେପଣ କରିବ ଇସ୍ରୋ। 3 ଦିନିଆ କାତାର ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରଲୋକ। ଜର୍ଜିଆର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ମିଖେଲ କାଭାଲୋସୁଇଲ୍ ଏବଂ ମେଲବୋର୍ଣ୍ଣ ଟେଷ୍ଟରେ ଭାରତର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ସଂଗ୍ରହ କରିଛି 234 ରନ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।